ଖ୍ରୀଷ୍ଟରେ ପ୍ରିୟ ଭାଇ ଓ ଭଉଣୀମାନଙ୍କୁ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କର ମଧୁମୟ ନାମରେ ମୋର ଆନ୍ତରିକ ନମସ୍କାର। ପ୍ରିୟ ବନ୍ଧୁଗଣ, ଆଜି ଆମେ ଜିରିହୋ ନଗରକୁ ଆମେ ଦେଖିବା। ଆଉ ଜିରିହୋ ନଗର ବିଷୟରେ ଆପଣ ହୁଏତ ଶୁଣିଥିବେ ଆଗରୁ। କାରଣ ଏଇ ଜିରିହୋ ନଗରରେ ଏକ ବହୁତ ବଡ଼ ଚମତ୍କାର ହେଇଥିଲା। ଏ ଚମତ୍କାର କିଏ କରିଥିଲେ? ଏଲିୟଙ୍କର ଶିଷ୍ୟ, ଯାହାଙ୍କ ନାଁ ହେଉଛି ଇଲିସାୟ। ଇଲିସାୟ ବହୁତ ବଡ଼ ଚମତ୍କାର କରିଥିଲେ। ଆଜି ଦେଖନ୍ତୁ ଏ ନଗର କେତେ ଡେଭଲପ୍ ହେଇଯାଇଛି। ଏ ନଗର, ଏ ସହର ବା ଏ ନଗର ଆପଣ ଯାହା କହିଲେ ବି ଠିକ୍ ହେବ। ଆଉ କେତେ ଡେଭଲପ୍ ହେଇଯାଇଛି। ଆମେ ବର୍ତ୍ତମାନ ଯାଉଛେ ଜିରିହୋ ନଗରକୁ ଦେଖିବା ନିମନ୍ତେ। ଯେ ଆକ୍ଚୁଆଲି ଆଜିର ଯେଉଁ ଜିରିହୋ ତା ଦେଖିବା ପାଇଁ କେମିତି। ଆଉ ଏଠାରେ ଇଲିସାୟ ଯେଉଁ ଆଶ୍ଚର୍ଯ୍ୟ କର୍ମ କରିଥିଲେ, ଯଦି ଆପଣ ଜାଣିବା ପାଇଁ ଚାହୁଁଛନ୍ତି, ଦ୍ୱିତୀୟ ରାଜାବଳୀ 2 ପର୍ବ 19-22 ପଢ଼ନ୍ତୁ, ସେଇଠି ଆପଣଙ୍କୁ ମିଳିଯିବ। ଏଇଟା ଦେଖନ୍ତୁ ଯକ୍ଷଙ୍କର ଗଛ, ଯେଉଁଟା ଆମେ ଦେଖୁଛନ୍ତି। ଯକ୍ଷ ଯେଉଁ ଗଛରେ ଚଢ଼ିଥିଲେ ସେ ଗଛ ଆଜି ବି ଅଛି। ଆଜି ତା ମୁଁ ଦେଖେଇବି ନାହିଁ, ସେଟା ଆଉ ଗୋଟେ ଭିଡ଼ିଓରେ ମୁଁ ଦେଖେଇବି। କିନ୍ତୁ ପ୍ରିୟ ବନ୍ଧୁଗଣ, ଆଜିର ଭିଡ଼ିଓର ମୂଳ ବିଷୟ ହେଉଛି ଆମେମାନେ ଜିରିହୋ ନଗରକୁ ଆମେ ଦେଖିବା। ଆକ୍ଚୁଆଲି ଆଜିର ଯେଉଁ ଜିରିହୋ ନଗର ସେ ଦେଖିବା ପାଇଁ କେମିତି। ଆଉ ଆମେମାନେ ସେଇ ଜାଗାକୁ ଦେଖିବା ଯେଉଁ ଜାଗାରେ ଇଲିସାୟ ଭବିଷ୍ୟତ ବକ୍ତା ଆଶ୍ଚର୍ଯ୍ୟ କର୍ମ କରିଥିଲେ। ଦ୍ୱିତୀୟ ରାଜାବଳୀ 2 ପର୍ବ 19-22। ଏଠି ଏମିତି ଲେଖାଯାଏ, ଅନନ୍ତର ନଗରସ୍ଥ ଲୋକମାନେ ଇଲିସାୟଙ୍କୁ କହିଲେ, ଦେଖନ୍ତୁ, ଆମେମାନେ ବିନୟ କରୁଅଛୁ। ଆମ୍ଭମାନଙ୍କ ପ୍ରଭୁ ଦେଖୁଅଛନ୍ତି ଯେ ଏ ନଗରର ସ୍ଥାନ ମନୋରମ, ମାତ୍ର ଜଳମନ୍ଦ ଓ ଭୂମି ଫଳନାଶକ। ତହିଁରେ ସେ କହିଲେ, ମୋ କତିକି ଗୋଟିଏ ନୂତନ ପାତ୍ର ଆଣ ଓ ତହିଁରେ ଲବଣ ଦିଅ। ତ ସେମାନେ ତାଙ୍କ ନିକଟକୁ ତାହା ଆଣିଲେ। ଏଥିରେ ସେ ଜଳ ନିର୍ଝର ନିକଟକୁ ଗଲେ ଓ ତହିଁରେ ଲବଣ ପକାଇ କହିଲେ, ସଦାପ୍ରଭୁ ଏଇ କଥା କହନ୍ତି, ମୁଁ ଏହି ଜଳ ଭଲ କଲି, ତା ମୃତ୍ୟୁଜନକ ଅବା ଫଳନାଶକ ଆଉ ହେବ ନାହିଁ। ଏହି ରୂପେ ଇଲିସାୟଙ୍କର ଉକ୍ତ ବାକ୍ୟାନୁସାରେ ସେଇ ଜଳ ଆଜି ପର୍ଯ୍ୟନ୍ତ ଭଲ ହୋଇଅଛି। ଆଜି ପର୍ଯ୍ୟନ୍ତ ଭଲ ହୋଇଅଛି, ତା ଅର୍ଥ କ'ଣ? ତାର ଅର୍ଥ ହେଉଛି ଆଜି ମଧ୍ୟ ସେ ଜଳର ନିର୍ଝର ରହିଅଛି, ସେ ଝରଣା ଆଜି ମଧ୍ୟ ରହିଅଛି। ଏଇଟା ହେଉଛି ଜିରିହୋ ନଗର। ବର୍ତ୍ତମାନ ଏଇଟା ଯେଉଁ ଆପଣ ଦେଖୁଛନ୍ତି, ଇଏ ହେଉଛି ଆଜିର ଜିରିହୋ ନଗର। ତେବେ ପ୍ରିୟ ବନ୍ଧୁ, କ'ଣ ତେବେ ସେଇ ଝରଣା କାହିଁ? ତେବେ ଆପଣଙ୍କର ପ୍ରଶ୍ନ ରହିବ, ଝରଣା କାହିଁ? ଦେଖନ୍ତୁ, ଇଏ ହେଉଛି ସେଇ ଝରଣା। ଲେଖା ଅଛି, ଏଲିସା ସ୍ପ୍ରିଙ୍ଗ ଫାଉଣ୍ଟେନ୍, ଦ ଓଲ୍ଡେଷ୍ଟ ସିଟି ଅଫ୍ ଦ ୱାର୍ଲଡ। ପୃଥିବୀର ସବୁଠାରୁ ପୁରୁଣା ସହର ଇଏ। ହଁ ଆଜ୍ଞା, ଇଏ ପୃଥିବୀର ସବୁଠାରୁ ପୁରୁଣା ସହର। ଆଉ କେତେ ହଜାର ବର୍ଷ ପୁରୁଣା ଇଏ। ଆଉ ଇଲିସାୟଙ୍କର ଯେଉଁ ଝରଣା, ସେ ଯେଉଁଠି ଜଳକୁ ମନ୍ଦ ଜଳକୁ ଭଲ କରିଥିଲେ, ଆଉ ସେଇ ଜଳ ଆଜି ମଧ୍ୟ ବହୁଛି, ଆଉ ସେଇ ଜଳ ଆଜି ମଧ୍ୟ ରହିଛି। ହଁ ପ୍ରିୟ ବନ୍ଧୁଗଣ, ତେବେ କ'ଣ ସତରେ ସେଇ ଜଳ ଆଜି ବି ଅଛି? ଯଦି ସେ ଜଳ ଆଜି ବି ଅଛି, ତେବେ କେଉଁଠି ଅଛି ସେ ଜଳ କାହିଁ? ତେବେ ଆମେମାନେ ଦେଖିବା, ସେ ଜଳକୁ ଦେଖିବା। ଏଇ ଜାଗାରେ ସେ ଜଳ ରହିଅଛି। ଦେଖନ୍ତୁ, ଏଠି ବି ଲେଖା ଅଛି ଏଲିସା ସ୍ପ୍ରିଙ୍ଗ ଫାଉଣ୍ଟେନ୍। ଆଉ ତାକୁ ଏମିତି ଆଜି ସଜା ହେଇଛି। ତେବେ ଆମେମାନେ ଭାଗ୍ୟବାନ, ଆମେମାନେ ସେଇ ଜାଗାକୁ ଦେଖୁଅଛୁ। ଆଉ ପ୍ରିୟ ବନ୍ଧୁ, କ'ଣ ଆପଣମାନେ ଦେଖନ୍ତୁ,
ଆଉ ଏଇଟା ହେଉଛି ସେଇ ଜାଗା। ଏଇଟା ଦେଖୁଛନ୍ତି ଗୋଟେ ନଳ ଅଛି, ଆଉ ଏଇଟା ହେଉଛି ସେଇ ଜାଗା। ଆଉ ଏଇ ଜାଗାରେ ଆଜି ବି ଜଳ ବାହାରୁଛି ଦେଖନ୍ତୁ। ତେଣୁ ଜଳ ଆଜି ବି ବାହାରୁଛି। ଏଇଟା ହେଉଛି ସେଇ ନଳ, ଏକ୍ଜାକ୍ଟଲି ସେଇ ଜାଗା। ମାନେ ଏଇ ଜାଗାରେ ଇଲିଶାୟ ମନ୍ଦ ପାଣିକୁ ଭଲ କରିଥିଲେ, ଯେଉଁଟାକି ଫଳ ନାଶକ ଥିଲା। ମାନେ ଫଳକୁ ନାଶ କରିବା ବାଲା, ମାନେ ବିନଷ୍ଟ କରିବା ବାଲା, ମାନେ ସେମିତି ଏକ ଜାଗାକୁ ଇଲିଶା କ'ଣ କରିଥିଲେ, ମାନେ ଭଲ କରିଥିଲେ। ଆଉ ସେ ଅଭିଷେକ କେଉଁଠୁ ପାଇଥିଲେ? ସଦାପ୍ରଭୁଙ୍କ ଠାରୁ ଆଉ ଏଲିୟଙ୍କ ମାଧ୍ୟମରେ ସେ ପାଇଥିଲେ। ତେବେ ଇଏ ହେଉଛି ପୁରା ସମ୍ପୂର୍ଣ୍ଣ ଆପଣ ଦେଖିପାରିବେ। ଆଉ ଇଏ ହେଉଛି ଆଜିର ଜିରିହ ନଗର। ଇଏ ହେଉଛି ଆଜିର ଜିରିହ ନଗର। ମାନେ ଏମିତି। ଆଉ ଏଇ ସମସ୍ତ ବିଷୟ ଦେଖି ଆପଣ କ'ଣ ଭାବୁଛନ୍ତି କମେଣ୍ଟ କରନ୍ତୁ। ଯଦି ଆପଣ ଏଇ ସମସ୍ତ ବିଷୟକୁ ଆପଣ ଯଦି ଆଗରୁ ଦେଖିଛନ୍ତି ତେବେ କମେଣ୍ଟ କରନ୍ତୁ। ଯଦି ସେ ସ୍ଥାନକୁ ଆପଣ କେବେ ବି ଯଦି ଯାଇଛନ୍ତି ତେବେ ବି କମେଣ୍ଟ କରିକି ଜଣାନ୍ତୁ। ଫଳରେ ଆମେ ଖୁସି ହେବୁ। ଆଉ ଯଦି ଆପଣ ଯିବା ପାଇଁ ପ୍ଲାନିଂ କରୁଛନ୍ତି ତେବେ ମଧ୍ୟ ଜଣାନ୍ତୁ। ଆମେ ଆପଣଙ୍କର ମଧ୍ୟ ପ୍ରାର୍ଥନା କରିବୁ ଆପଣ ଯେପରି ସେ ସ୍ଥାନକୁ ଯାଇକି ଏ ସମସ୍ତ ବିଷୟ ଆପଣ ଦେଖିବାକୁ ପାରିବେ। ତେବେ ଖ୍ରୀଷ୍ଟରେ ପ୍ରିୟ ଭାଇ ଏବଂ ଭଉଣୀମାନେ, ଏ ଜାଗା ଆପଣଙ୍କୁ କିପରି ଲାଗୁଛି କମେଣ୍ଟ କରିକି ନିଶ୍ଚିନ୍ତ ଭାବରେ ଜଣାନ୍ତୁ। ଆଉ ଜିରିହ ନଗର ଯେଉଁଟାକି ଏକ ଐତିହାସିକ ଜାଗା ଅଟେ। ଆଉ ଏମିତି ଏକ ଐତିହାସିକ ଜାଗା ଯେଉଁଟାକି ଆଜି ମଧ୍ୟ ରହିଅଛି। ଆଜି ମଧ୍ୟ ଇଏ ଆମମାନଙ୍କ ନିମନ୍ତେ ଐତିହାସିକ ଜାଗା ହିଁ ଅଟେ। ଆଉ ଏଇ ଜାଗା ଆମମାନଙ୍କ ନିମନ୍ତେ କାହିଁକି ଗୁରୁତ୍ୱପୂର୍ଣ୍ଣ? କାରଣ ଇଏ ମଧ୍ୟ ବାଇବେଲର ଏକ ପ୍ରମାଣ ଅଟେ। ବାଇବେଲ ଏକ ସତ୍ୟ ପୁସ୍ତକ ବୋଲି ଏ ଜାଗା ପ୍ରମାଣ ଦିଏ ଯେ ବାଇବେଲ କୌଣସି ରୂପରେ ମନ ଗଢ଼ା କାହାଣୀ ନୁହେଁ। ବାଇବେଲ ହେଉଛି ପରମେଶ୍ୱରଙ୍କର ମୁଖରୁ ନିର୍ଗତ ହୋଇଥିବା ଜୀବନ୍ତ ବାକ୍ୟ ଅଟେ। ତେବେ ପ୍ରିୟ ବନ୍ଧୁଗଣ, ଏହି ସମସ୍ତ ବିଷୟକୁ ଆପଣ ତ ଦେଖିଲେ, ନିଜ ଆଖିରେ ଆପଣ ଦେଖିଲେ ଇଲିଶାଇଙ୍କର ଯେଉଁ ଝରଣା ଆପଣ ଦେଖିଲେ, ଯେଉଁଟା ବାଇବେଲରେ ବି ଅଛି। ଆଉ ଯଦି ଏହି ଭିଡ଼ିଓ ଆପଣଙ୍କୁ ଭଲ ଲାଗୁଛି ତେବେ ଭିଡ଼ିଓକୁ ଆପଣ ସେୟାର କରନ୍ତୁ। ଆଉ ଯଦି ଆପଣ ପ୍ରଥମ ଥର ପାଇଁ ଚ୍ୟାନେଲକୁ ଆସିଛନ୍ତି ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ। ଆଉ ଯାହାଫଳରେ ଆଗାମୀ ଭିଡ଼ିଓର ନୋଟିଫିକେସନ୍ ଆପଣଙ୍କ ପାଖକୁ ପହଞ୍ଚିବ। ସମସ୍ତ ନମସ୍କାର। ଭିଡ଼ିଓକୁ ସେୟାର କରନ୍ତୁ ଏବଂ ଚ୍ୟାନେଲକୁ ପ୍ରଥମ ଥର ପାଇଁ ଆସିଥିଲେ ସବସ୍କ୍ରାଇବ୍ କରନ୍ତୁ। ଧନ୍ୟବାଦ।